ବାଲିଗୁଡାରେ ସଡ଼କ ଦୁର୍ଘଟଣା, କାର ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ। କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ନୂଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ବାଇକ୍ ଚାଳକ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ସହରର 69 ନମ୍ବର ଜାତୀୟ ରାଜପଥର ବାଲିଗୁଡା ନୂଆ ପେଟ୍ରୋଲ ପମ୍ପ ନିକଟରେ। କାର ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଖବର ପାଇ ବାଲିଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ କିଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ କନୁଆ ଗାଁ ଥାନା ଅନ୍ତର୍ଗତ ସିରତିଗୁଡା ପଞ୍ଚାୟତର କଦିବାନ୍ଦ ଗ୍ରାମର ଅଙ୍ଗଦ ପ୍ରଧାନ ବୋଲି ଜଣାପଡ଼ିଛି। ସେ ବାଲିଗୁଡା ଠାରୁ ନିଜ ଗାଁକୁ ଯିବା ସମୟରେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଉପରେ ଦୁର୍ଘଟଣା ହୋଇଥିବାରୁ ଗମନାଗମନ ସ୍ୱାଭାବିକ କରିବା ପାଇଁ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ ପଠାଇଥିବା ବେଳେ ବାଲିଗୁଡା ଥାନା ପୁଲିସ କାର ଓ ବାଇକ୍କୁ ଜବତ କରିବା ସହିତ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।